ସାଙ୍ଗମାନେ ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ଦିନର ଆରମ୍ଭ ହୋଇଥାଏ ଗୋଟେ କପ୍ ଚାହାରୁ ଆଉ ଦିନର ଶେଷ ବି ହୋଇଥାଏ କପେ ଚାହାରୁ। ଏହି ଚାହା କପେ ସହିତ ଯଦି ମୁସମୁସିଆ ପକୁଡ଼ି ଟିକେ ମିଳିଯାଏ ତାହାର ଆନନ୍ଦ ତ କହିଲେ ନ ସରେ। ସ୍ପେଶିଆଲି ଏହି ଆଳୁ ପକୁଡ଼ିର ଅରିଜିନେଟେଡ୍ କେନ୍ଦ୍ରାପଡ଼ା ବୋଲି ଶୁଣିବାକୁ ମିଳେ। ସାଙ୍ଗମାନେ ଯଦି ଆମେ 15-20 ବର୍ଷ ତଳକୁ ଫେରିଯିବା ମନେ ପଡ଼ିଯିବ ସନ୍ଧ୍ୟା ସମୟରେ ଗାଁ ମୁଣ୍ଡରୁ ଭାସି ଆସୁଥିବା ସେହି ଗୋଧୂଳିର ବାସ୍ନା ସହିତ ନିଧି ମଉସାଙ୍କ ଚାଳିଆ ଦୋକାନର ପକୁଡ଼ି ଛଣାର ଦୃଶ୍ୟ। ଆଉ ସେତେବେଳେ ଟଙ୍କେ କି ଚାରଣାରେ ବି ମିଳିଯାଉଥିଲା ଏହି ସୁଆଦିଆ ପକୁଡ଼ି। ଏହାର ବ୍ୟାଖ୍ୟା କେବଳ 1900 ଦଶକର ଲୋକମାନେ ହିଁ କରିପାରିବେ। ଏବେ ତ ମାର୍କେଟରେ ହଜାର ପ୍ରକାରର ପକୁଡ଼ି ମିଳିଲାଣି, ହେଲେ ଆମ କେନ୍ଦ୍ରାପଡ଼ାରେ ଏମିତି ଏକ ଜାଗା ଅଛି ଯେଉଁଠିକି ଆଜି ବି ମିଳୁଛି ସେହି ପୁରୁଣା କାଳିଆ ଆଳୁ ପକୁଡ଼ିକୁ ଶୁଖିଲା କଷା। କେନ୍ଦ୍ରାପଡ଼ା ଟାଉନରୁ ମାତ୍ର 4-5 କିଲୋମିଟର ଆଗକୁ ଗଲେ ତରାଣ୍ଡ ଛକ ବୋଲି ଛୋଟିଆ ବଜାରଟିଏ ପଡ଼େ। ଆଉ ଏହି ବଜାରର ଆରମ୍ଭରେ ଛୋଟିଆ ଠେଲାଟିଏ ଲଗାଇଛନ୍ତି କୈଳାସ ଭାଇ। ବାସ୍ତବରେ ଭାଇଙ୍କର ହାତ ତିଆରି ଏହି ଆଳୁ ପକୁଡ଼ି ସମ୍ପୂର୍ଣ୍ଣ କେନ୍ଦ୍ରାପଡ଼ା ଭିତରେ ନିଆରା। ଆଉ ଭାଇଙ୍କ କାହାଣୀ ବି ଦିନ 4ଟା ହେଲା ମାନେ ଭାଇ ଆସି ପହଞ୍ଚି ଯାଆନ୍ତି ଆଉ ଆରମ୍ଭ କରିଦିଅନ୍ତି ପ୍ରିପାରେସନ୍। ପିଆଜ କଟାଠୁ ଆରମ୍ଭ କରି ବେସନ ଗୋଳା ପର୍ଯ୍ୟନ୍ତ ସବୁ ଜିନିଷ ଭାଇ ଏଇଠି ହିଁ ବନାନ୍ତି। ପାଖାପାଖି 1 ବର୍ଷ ହେବ ଦୋକାନଟି ହୋଇଥିଲେ ମଧ୍ୟ ଲୋକମାନଙ୍କର ବେଶ୍ ଶ୍ରଦ୍ଧା ରହିଛି ଏହି ପକୁଡ଼ି ଆଉ ପିଆଜି ପ୍ରତି। ସବୁଠୁ ବଡ଼ କଥା ହେଲା ମାତ୍ର 10 ଟଙ୍କାରେ ବି ଆପଣଙ୍କୁ ଏଠି ମିଳିଯିବ ପକୁଡ଼ି ଆଉ କଷା। ଆଉ ଭାଇ ଜଣକ ପ୍ରତିଦିନ ତୋଳି ଆଣନ୍ତି ସଜ ସଜ କଦଳୀପତ୍ର, ଯାହାକି ଖାଇବାର ମାଧୁର୍ଯ୍ୟକୁ ଆହୁରି ବଢ଼ାଇ ଦିଏ। ଦିନରେ ଫ୍ଲିପକାର୍ଟ ଅଫିସରେ କାମ କରିବା ସହିତ ସନ୍ଧ୍ୟାରେ ଭାଇ ଆସି ଏତେ ସୁନ୍ଦର ଜିନିଷ ବି ବନେଇଥାନ୍ତି। ଆଶା କରୁଛି ଭାଇଙ୍କର ସଂଘର୍ଷକୁ ଆମ କେନ୍ଦ୍ରାପଡ଼ାବାସୀ ନିହାତି ସପୋର୍ଟ କରିବେ। ଜୟ ବଳଦେବ।